ଆମାକୁଣ୍ଡ। ନାଁରୁ ହିଁ ଜଣାପଡ଼ୁଛି କି ଏହା ମାଙ୍କ କୁଣ୍ଡ ବୋଲି। ଏହି ସ୍ଥାନ ମାଲକାନଗିରି ଜିଲ୍ଲାର ଖଇରପୁଟ ଠାରୁ 3 କିଲୋମିଟର ଦୂରରେ ଅବସ୍ଥିତ। ଏହାକୁ ଆମାକୁଣ୍ଡ ଶୈବ ତୀର୍ଥ ବୋଲି କୁହାଯାଏ। ଏହି ସ୍ଥାନଟି ଖଇରପୁଟରୁ କିଛି ଦୂରରେ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଗୁଡ଼ିକ ମଧ୍ୟରେ ଅବସ୍ଥିତ। ଏହି ସ୍ଥାନଟି ପାହାଡ଼ ମଧ୍ୟରେ ଏକ ଝରଣାର ସହିତ ଅତ୍ୟଧିକ ସୁନ୍ଦର ଦିଶିଥାଏ। ଝରଣାର କୁଳୁ କୁଳୁ ଶବ୍ଦ ସହିତ ପକ୍ଷୀମାନଙ୍କର ରାବ ମନକୁ ଛୁଇଁଯାଏ। ଏହାକୁ ପ୍ରକୃତିର ଏକ ପର୍ଯ୍ୟଟନ ସ୍ଥଳୀ ମଧ୍ୟ କୁହାଯାଇପାରିବ। ଏହି ସ୍ଥାନରେ ପଥରର ଅନେକ ଗୁମ୍ଫା, ଶିବଲିଙ୍ଗ ଏବଂ ଭଗବାନଙ୍କ ପାଦ ଚିହ୍ନ ମଧ୍ୟ ରହିଛି, ଯାହାକୁ ଦର୍ଶନ କରିବା ଏବଂ ପ୍ରକୃତିର ମଜା ନେବା ପାଇଁ ଅନେକ ଲୋକ ଏଠାକୁ ଆସିଥାନ୍ତି। ପ୍ରତିବର୍ଷ ଶିବରାତ୍ରିରେ ଏଠାରେ ଯାତ୍ରା ପାଳନ ହୋଇଥାଏ। ଅନେକ ଲୋକ ଦର୍ଶନ କରିବା ପାଇଁ ଆସନ୍ତି। ଏଠାରେ ମାଛମାନଙ୍କୁ କିଛି ଖାଇବା ପାଇଁ ମଧ୍ୟ ଦିଅନ୍ତି। କୁହାଯାଏ ଏଠାର ମାଛମାନେ ଲୋକମାନଙ୍କ ସହିତ ବନ୍ଧୁତା କରିବାକୁ ଚାହାନ୍ତି। ସେଥିପାଇଁ ମାଛମାନେ ଲୋକମାନଙ୍କ ପାଖେ ପାଖେ ଆସି ବୁଲୁଥାନ୍ତି। କୁହାଯାଏ ଏଠାରେ ସୁନା ମୁଦି ପିନ୍ଧା ମାଛ ମଧ୍ୟ ଦେଖା ଦେଇଥାନ୍ତି, କିନ୍ତୁ ତାହା ଅତି କଷ୍ଟରେ। କୁହାଯାଏ ଏଠାର ମାଛ ଖାଇଲେ ମୃତ୍ୟୁ ହୁଏ ବୋଲି, କାରଣ ଯେବେ ରାମ, ଲକ୍ଷ୍ମଣ, ସୀତା ବନବାସକୁ ଯିବାବେଳେ ଏହି ରାସ୍ତା ଦେଇ ଯାଇଥିଲେ। ଯିବାବେଳେ ମାତା ସୀତାଙ୍କୁ ଶୋଷ ଲାଗିବାରୁ ପ୍ରଭୁ ଶ୍ରୀରାମ ତାଙ୍କର ଧନୁତୀର ସହିତ ଏଠାରେ ଆଘାତ କରିବାରୁ ଏକ କୁଣ୍ଡ ହୋଇ ପାଣି ବାହାରିଥିଲା ଏବଂ ଏହି ପାଣିକୁ ମାତା ସୀତା ପାନ କରୁଥିବା ସମୟରେ ଅନେକ ସୁନ୍ଦର ମାଛ ଦେଖା ଦେଇଥିଲେ। ମାତା ସୀତା ମାଛମାନଙ୍କୁ ଦେଖି ଆଶୀର୍ବାଦ କରି କହିଥିଲେ କି ତମେମାନେ ଏଠାର ରକ୍ଷକ। ଯଦି ତମକୁ କିଏ କ୍ଷତି ପହଞ୍ଚାଇବ ତାହେଲେ ତାହାର ମୃତ୍ୟୁ ହେବ। କୁହାଯାଏ ବହୁତ ଦିନ ପୂର୍ବେ ପଣ୍ଡା ସମ୍ପ୍ରଦାୟ ଲୋକମାନେ ଏହି ସ୍ଥାନରୁ ମାଛ ଖାଇ ମୃତ୍ୟୁବରଣ କରିଥିଲେ। ଏହି ସ୍ଥାନରେ ଦେବାଦିଦେବ ମହାଦେବ ପୂଜା ପାଉଛନ୍ତି। ମହାଦେବଙ୍କ ସହିତ ଏଠାରେ ମାଛମାନେ ମଧ୍ୟ ପୂଜା ପାଉଛନ୍ତି। କୁହାଯାଏ ଏହି ମାଛ ଗୁଡ଼ିକ ଭଗବାନ ବିଷ୍ଣୁଙ୍କର ଅବତାର। ଏହି ସ୍ଥାନଟି ଭକ୍ତି ଓ ଶକ୍ତି ସହିତ ସୁନ୍ଦରତାରେ ମଧ୍ୟ ଭରପୁର ହୋଇ ରହିଛି।